ତେଣୁ ଶୌଚର ସାଧାରଣ ଅର୍ଥ ଆମେ ଜାଣିଛନ୍ତି ପରିଷ୍କାର ଦେବା ବା ପରିଷ୍କାର କରିବା। ତେଣୁ ଶୌଚକୁ ଦୁଇ ଭାଗ ବିଭକ୍ତ କରାଯାଇଛି, ଗୋଟେ ଅନ୍ତଃଶୌଚ ଏବଂ ବହିଃଶୌଚ। ବହିଃଶୌଚ କଲେ ଆମର ବାହ୍ୟ ଅଙ୍ଗ ପ୍ରତ୍ୟଙ୍ଗର ଶୌଚ, ଯାହାକି ଆପଣ ସାବୁନ ଦ୍ୱାରା ବା ଘଷି ମାଜିକି ଶୌଚ ହେଇପାରିବେ। ଏବଂ ଅନ୍ତଃଶୌଚକୁ ଦୁଇ ଭାଗ ବିଭକ୍ତ କରାଯାଇଛି, ପୁରା ସର୍ଟ କର୍ମ ଅଛି ଯାହାକୁ ସର୍ଟକର୍ମ କୁହାଯାଏ। ଭକ୍ତି ବସ୍ତି ଇଂରେଜୀ କପାଳଭାତି ତ୍ରାଟକ ମୌଳିକ କ୍ରମ ଏହାକୁ ବ୍ୟାଖ୍ୟା କଲେ ଉଚିତ ହେବ। ଏହାକୁ ଜାଣିବା ପାଇଁ ସଚିତ୍ର ଜାଣିବା ପାଇଁ ଶତ୍ରୁଙ୍କର ଅଛି ତ ସଚିତ୍ର ଦୁର୍ଗସାଧନ ଆପଣ ବୁଝିପାରିବେ ସୁନ୍ଦର ଭାବରେ ଶତ୍ରୁଙ୍କର ଏସବୁ ବିଷୟରେ କରିଛନ୍ତି। ଏବଂ ଅନ୍ତଃଶୌଚ ଭିତରେ ଯେଉଁ ଆଭ୍ୟନ୍ତରୀଣ ଅଂଶ ରହିଲା ଅନ୍ତନାଳୀ ବା ଅର୍ଗାନ ରହିଲା, ସେଥିପାଇଁ ଧୌତି ଧୌତି ସର୍କର ମୌଳିକ ନିତ୍ୟାନ୍ତ ଆବଶ୍ୟକତା ଅଛି। ଏବଂ ଆଉ ଗୋଟିଏ ଶୌଚର ମାନସିକ ଶୌଚ ଅଛି। ମାନସିକ ଶୌଚ କେମିତି ହେବେ ନା ବିଶେଷ କରି ସଦ୍ଗୁରୁଙ୍କର ଯେଉଁ ଅମୂଲ୍ୟ ସାହିତ୍ୟ ପଢ଼ିବେ ସେଥିରେ ଆପଣଙ୍କର ମାନସିକ ଶୌଚ ହେଇପାରିବ। ଆମ ଭିତରେ ଯେଉଁ ଅନ୍ଧବିଶ୍ୱାସ ଅଛି କୁସଂସ୍କାର ଅଛି ତା ଦ୍ୱାରା ଆମେ ସମୂଳ ମୂଳୋତ୍ପାଟନ ହେଇପାରିବ। ଏଇଟା ହେଲା ଆପଣଙ୍କର ଶୌଚର ଲାଭ ହେଉଛି ତାର ସଂଖ୍ୟା କହୁଛି। ଶୌଚର ପ୍ରକୃତରେ ଆଭ୍ୟନ୍ତରୀଣ ଅଙ୍ଗ ବାହ୍ୟ ଶୌଚ ହେଲା ପରେ ସେ ସମାଧିସ୍ଥ ହେବା ପାଇଁ ଯୋଗ୍ୟ ହୋଇଯାଏ। ସମାଧି ପଥରେ ଯେଉଁ ବାଧା ସୃଷ୍ଟି କରିବାର ଅଛି ଆପଣଙ୍କର ଲୋକସାଧାରଣ ବସୁଛନ୍ତି, ଆପଣଙ୍କ ପେଟ ଖରାପ ହେଲା, ଆପଣ ଯେହେତୁ ଦୁର୍ଗନ୍ଧ ବାହାରୁଛି ଆପଣମାନେ ଦୀର୍ଘ ସମୟ ଧରି ସୁସ୍ଥ ଭାବରେ ବସିପାରିବେ ନାହିଁ ବା ଆପଣଙ୍କ କାଶ ହେଲା, ଏସବୁ ବାଧା ଉତ୍ପନ୍ନ ହେଲେ ଆପଣଙ୍କ ସମାଧି ଆମର ଯୋଗର ଶ୍ରେଷ୍ଠ ଲକ୍ଷ୍ୟ ଅଷ୍ଟାଙ୍ଗ ଯୋଗ ସେଥିରେ ଆମେ ଉପକୃତ ହୋଇପାରିବେ ନାହିଁ। ଏବଂ ସର୍ବଶେଷରେ ମୋର ଅନୁଭୂତି ହେଉଛି ଯେ ପ୍ରକୃତ ଶୌଚ ହେଉଛି ସବୁଠାରୁ ବଡ଼ ଶୌଚ। ଯେପର୍ଯ୍ୟନ୍ତ ଜଣେ ସାଧକ ଜଣେ ମୁନି ନିଜ ମନ ମସ୍ତିଷ୍କରୁ ନିଜ ହୃଦୟ ସିଂହାସନରୁ କାଳ୍ପନିକ ଈଶ୍ୱର ଭଗବାନ ଦେବୀ ଦେବତାକୁ ନ ହଟେଇଛି ନ ଶୌଚ ହେଇଛି ସେ ପର୍ଯ୍ୟନ୍ତ ସିଏ ସମାଧିସ୍ଥ ହେବା ଅସମ୍ଭବ ନୁହେଁ, ମାନେ କଷ୍ଟ ନୁହେଁ, ଅସମ୍ଭବ। ତେଣୁ ସଦ୍ଗୁରୁଦେବ କହିଛନ୍ତି ସବୁଠାରୁ ବଡ଼ ଶୌଚ ହେଉଛି ନିଜ ମନ ମସ୍ତିଷ୍କରେ ଯେଉଁ କାଳ୍ପନିକ ଈଶ୍ୱର ଦେବୀ ଦେବତାକୁ ସ୍ଥାନ ଦେଇଛନ୍ତି